ଜାଗାରୁ ଆଜି ଆପଣ ମାନେ ପଢିଲେ ମୁଁ ଜାଣିପାରିଲି ନାହିଁ। ଟିକେ ଡେରିରେ ଉଠିଲି ଆଉ ଟିକେ ହଡ଼ବଡ଼ ହେଇକିରି ଜଏନ୍ କରିବାକୁ ଯେତେବେଳେ ଆସିଲି ସେଇ ଟାଇମରେ ଟିକେ ମୁଁ ସେଇ ଜାଗା ଧ୍ୟାନ ରହିପାରିଲାନି କୋଉ ଜାଗାରୁ ଆପଣ ମାନେ ପଢିଲେ। ଯାହା ବି ହଉ ଆଜ୍ଞା ଏଫିସିଏ ପୁସ୍ତକ ପର୍ବ ଏଫିସିଏ ପର୍ବ ପର୍ବ 8 ପଦରୁ 14 ପଦ। ତ ଯାହା ବି ହଉ ମୁଁ ସେଟା ଟିକେ ଦେଖିବି। ତା ପୂର୍ବରୁ ମୁଁ ଆଜି ଚିନ୍ତା କରିଛି କି ଦାନ ଦେବା ବିଷୟରେ। ଛୋଟରୁ ଆମେ ଦେଖିଛୁ କି ଦାନ ଦେବା ବିଷୟ ଯାହା ଆମ ପାଖରେ ଅଛି ସେଇ ବିଷୟକୁ ପ୍ରଭୁ ଯାହା ଦେଇ ଅଛନ୍ତି। ଗୋଟେ ଦିନ ଥିଲା ଯଦି ଆମ ପାଖରେ କିଛି ନଥିଲା, କିନ୍ତୁ ଆଜି ପ୍ରଭୁ ଭର୍ତ୍ତି କରିଦେଇଛନ୍ତି। କିନ୍ତୁ ସେଇ ପରିମାଣରେ ଆମେ ହୃଦୟର ଗଭୀରତମ ପ୍ରଦେଶରୁ ଏ ଦାନ ଦେବା ବା ତାକୁ ପ୍ରଭୁଙ୍କ ରାଜ୍ୟ ପାଇଁ ଦବା ଏକ କମ୍ପାରେଟିଭ ଡେଭୁଲେସନ ବା ଥିଙ୍କିଂ ଆମ ଜୀବନରେ ଜାଣିବା ନିତାନ୍ତ ଦରକାର। ଆଉ ସେଥିପାଇଁ ମୁଁ ପ୍ରଭୁଙ୍କ ଧନ୍ୟବାଦ ଦଉଛି ଏବଂ ଲୁକ 6 ପର୍ବ 38 ପଦ ଯେତେବେଳେ ଆମେ ଦେଖିବା, ଲୁକ 6 ପର୍ବ ଏବଂ 38 ପଦ। ଦାନ କର, ତାହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ। ଲୋକ ମାଣକୁ ପୂରା କରି ତାହାକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କ ଅଣ୍ଟିରେ ଦେବେ। କାରଣ ଯେଉଁ ମାପରେ ମାପ କର ସେହି ମାପରେ ତୁମ୍ଭମାନଙ୍କୁ ପୁଣି ମପାଇ ଦିଆଯିବ। ଆମେନ୍। ଥ୍ୟାଙ୍କ ୟୁ ସିଷ୍ଟର। ଦାନ କର ତାହେଲେ ତୁମମାନଙ୍କୁ ଦାନ ଦିଆଯିବ। ଲୋକେ ମାଣକୁ ପୂରା କରି ତାହାକୁ ଚାପି ହଲାଇ ଉଛୁଳାଇ, କେତେଟା ଜିନିଷ ଏଠି ଲେଖା ଅଛି, ତାହାକୁ ପୂରା କରି, ଖାଲି ପୂରା କଲେ ହବନି, ଚାପି ହଲାଇ ଉଛୁଳାଇ ତୁମମାନଙ୍କ ଅଣ୍ଟିରେ ଦେବେ। କାରଣ ଯେଉଁ ମାପରେ ମାପ କର ସେଇ ମାପରେ ପୁଣି ତୁମମାନଙ୍କୁ ମପେଇ ଦିଆଯିବ। ଏଇଟା ଗୋଟେ ବିଶେଷ ପଦ ଯୋଉଠି ଆମେ ଦେଖୁଛୁ। ଯେତେବେଳେ ମୁଁ ପ୍ରାୟ ଦେଖେ ଆଜିକାଲି ବି ଚାନ୍ଦା ଯେତେବେଳେ ହୁଏ ବା ମଣ୍ଡଳୀରେ ଗିର୍ଜା ହୁଏ, ସେତେବେଳେ ଆମେ ଦେଖୁଛୁ 2 ଟଙ୍କି 5 ଟଙ୍କି ବି ଆଜିକାଲି ଚାନ୍ଦାରେ ଆସୁଛି। ଯୋଉଟା ଦୋକାନରେ ବା ମାର୍କେଟରେ ଚଳିବନି, ସେଇ ଟଙ୍କା ଗୁଡାକ ମଣ୍ଡଳୀରେ ବା ଗିର୍ଜା ଘରେ ବା ପ୍ରଭୁଙ୍କ କାର୍ଯ୍ୟ ପାଇଁ ଆମେ ଦେଇନଥାଉ। ଅନେକ ଲୋକ ଆମେ ଦେଖୁଛୁ ଆମ ଗିର୍ଜା ଘର ଯେତେବେଳେ ଚାନ୍ଦା ଆମେ କଲେକ୍ସନ କରୁ, ସେଇ ସମୟରେ ଏଇ ସିକ୍କା ବା ଏଇ ସବୁ ବହୁତ ଆସେ। କହିବାର ଅର୍ଥ, ଆମେ ଯୋଉଟା କି ଦୋକାନୀ ମାନଙ୍କ ପାଖକୁ ଯେତେବେଳେ ଯାଉ ଏବଂ ଆମେ ତାଙ୍କୁ ଦଉ, ସେମାନେ କହନ୍ତି ଏଇଟା ଚଳିବନି, ଆପଣ ଫୋନ ପେ କରିଦିଅନ୍ତୁ। ତ ଆଜି ସ୍କାନର ଗୁଡାକ ଆଜିକାଲି ୱେଷ୍ଟର୍ଣ୍ଣ କଣ୍ଟ୍ରି ଅଲଗା ଜାଗାରେ ବଡ ବଡ ଚର୍ଚ୍ଚରେ ସ୍କାନର ଲଗେଇ ଦିଆଯାଇଛି। କିନ୍ତୁ କେତେ ଜାଗାରେ ଆମେ ଦେଖୁଛୁ ଚାନ୍ଦା ଦେଲା ବେଳକୁ ଏବଂ ଆମମାନଙ୍କର ଦଶମାଂଶ ଦେଲା ବେଳକୁ ଆମମାନେ ବହୁତ ଚିନ୍ତା କରୁ, ଏଇଥର ତ ମୋର ଦରମା ବା ପଇସା କଟି ଯାଇଛି, ଏଇଥର ତ ଅଳ୍ପ ପାଇଛି, ଆଉ କେମିତି କଣ ଦେବି। ଆମ ଭିତରେ ଗୋଟେ ଚିନ୍ତା ଆସିଯାଏ ଏବଂ ମନ ଭିତରେ ଆଉ ଏକ ଚିନ୍ତା ଆସେ କି ଏଇଥର କଟସଟ କଲା ବେଳକୁ ମୁଁ ପେନରେ କାଗଜ ଧରି ଦେଖିଲା ବେଳକୁ ମୁଁ ଦେଖୁଛି ଯେ ଟିକେ ଅସୁବିଧା ଅଛି ଆଉ ଚିନ୍ତା କରିବାକୁ ପଡେ। ତ ବାସ୍ତବରେ ପ୍ରିୟ ବନ୍ଧୁଗଣ, ଏଇ ଦାନ ଦେବା ବିଷୟରେ ଆମେ ଯେତେବେଳେ ଛୋଟ ଥିଲୁ ଏବଂ ଯେତେବେଳେ ବହୁତ ସମସ୍ୟାରେ ଥିଲୁ, ଯେତେବେଳେ ଅଭାବରେ ଥିଲୁ, ଅନାଟନରେ ଥିଲୁ, ଖାଇବା ପାଇଁ ନଥିଲା, ପିନ୍ଧିବା ପାଇଁ ନଥିଲା, ଘର ବା ରହିବା ପାଇଁ ନଥିଲା, ଏଇ ସମୟରେ ଏହିପରି ଏକ ଜଟିଳ ପରିସ୍ଥିତିରେ ଆମମାନେ ପ୍ରଭୁଙ୍କୁ ଦେବା, ପ୍ରଭୁଙ୍କ ଲୋକଙ୍କୁ ସମ୍ମାନ ଦେବା ଏବଂ ପ୍ରଭୁଙ୍କ ଲୋକ ପାଇଁ ପ୍ରାର୍ଥନା କରିବା, ପ୍ରଭୁଙ୍କ ଲୋକଙ୍କର ଭଲ ଚାହିଁବା, ଏଇ ବିଷୟକୁ ଆମମାନେ ତାଲିମ ପାଇଥିଲୁ। ଏବଂ ଯଦି ଜଣେ ପ୍ରଭୁଙ୍କ ଦାସ ଆମ ଘରକୁ ଆସୁଛନ୍ତି, ତେବେ ଆମେ ସମସ୍ତେ ପରିବାର ବ୍ୟସ୍ତ ହେଇ ପଡୁଥିଲୁ, ଚିନ୍ତାରେ ରହିଯାଉଥିଲୁ
कि तांकु केमती हिसाब रे हॉस्पिटैलिटी ठीक ठाक करा जीवो कारण से जणे प्रभुंकर दास एवं तांकर परिचर्या आममानकर प्राधान्यता रहउथला खाइबाठु आरंभ करी तांको देबाठु आरंभ करी तांको सहित कथावार्ता सम्मान करिवा एवं तांको ठीक जगह रे बसैबा एवं तांको सहित सब बेले जणे थिबे एटा नुहे जे आमे रंधाघर पळे गलु कि मार्केट पळे गलु आउ से बसिबे केला सेमती नुहे ऑलराउंड फेलिटेशन बा सब प्रकार चर्चा तांको पाई करिया पाई एक उद्योग एवं मन भितरे हृदयर भितरु एक चिंता गभीर चिंता होउतला जदि अभाव थिले भी जहा किछि अछि एक्जिस्टिंग रिसोर्स जहा किछि अछि आउ संगे संग से बलांगीर से आम घर से कॉलेज से छक पर्यंत बहुत अल्प दूर दौड़ी किए जने पड़े एवं बहुत कम जेति की अच्छी सेही भितरे एक प्लानिंग करी के जाने 100 ग्राम की 200 ग्राम भी मटन किंबा जहा किछि आनिबी तांको पय रंधा होतला एवं चाउल जहा किछि दरकार एवं मु देखुतली से अल्प रंधा भितरे भी आमे देखुतलु कि बहुत आसुतला से कड़े रु जे तळे बढ़ा होतला सेही समय रे सेटा सेही छोट पिलार 5 रोटी और 2 माछ पुरी गुणी गुणी तो ही जाउतला और से माने से बालक माने कि अन्य माने से माने खुशी रे जाउतले केवल तांको जे खाइबा को देउथले ता नुहे जहा किछि अछि प्रभु यीशु कहिले ए विधवा तारो गिविंग ता होछि सबुठ बड़ कारण से को परिमाण रे प्रभु को दान कला द परसेंटेज ऑफ गिविंग बड़ बड़ लोक मानकर एवं विधवार मध्य एक पार्थक्य थिला एवं आम पॉकेट जहा भी थिबो 10 टंका हो 5 टंका हो 20 टंका हो आ सही समय रे टंकार वैल्यू मध्ये बहुत थिला आ जहा किछि हो जोटी भी थिबो खोजा खोजी करी ताको हाथ रे हम दे दोथु एठी लेखा जाय गिव देन ये शैल बी गिवन दियो तही रे ही जे दिया जीवो जदि रही पारि नाहंती तबे दबा तबे पाइबाटा बिल्कुल असंभव आज भी हमें देखुचु जदि भी जे भी प्रभु को लोक आसुचंती के कहउचंती आम गिरजा घर जने प्रभु को दास आसिले एवं से कहिले आम गिरजा घरे किछि काम अछि मु कहली ठीक अछि मु जीबी आ देखिबी से बहुत और गोटे थर आइले 2 थर आइले 3 थर आइले 4 थर आइले 5 थर आइले किंतु स्टीवर्डशिप होची हाउ टू गिव योर मनी प्रॉपर्ली टू द प्रॉपर प्लेस तो बाटा भी बहुत बड़ कथा नुहे किंतु ठीक जगह रे दबाटा भी प्रभु चाहंती कारण प्रभु हमको जहा देइचंती ताहा हमें ठीक भाव रे व्यवहार करूची कि नहीं तार मध्य लेखा हम को दबाउ पड़िबो जहा आखि बंद करगिरी अनवांटेड जगह रे दबा एवं अनवांटेड जगह रे हमें पैसा पत्र दबा ये करवा सीटा बड़ कथा नुहे किंतु बेले से पास्टर को मु देखिली तांको चर्च को गली प्राय बरगड़ पाखरु बहुत दूर तांकर चर्च निरंजन पुजारी तांकर कन्स्टिट्युएंसी
ତାଙ୍କୁ ମୁଁ ଦେଖିଲି ତାଙ୍କର ଚର୍ଚ୍ଚରେ ସେ କହିଲେ 12ଟା ପଙ୍ଖା ଦରକାର। ମୁଁ ଦେଖିଲି ତାଙ୍କ ଚର୍ଚ୍ଚରେ ହୁକ୍ ଲାଗିଛି 7ଟା 6ଟା। ମୁଁ କହିଲି 12ଟା ଆପଣ ମାଗିଲେ 6ଟା ହୁକ୍ ଲାଗିଛି ଆଉ କୋଉଠି ଲଗେଇବେ? ନା ଆଜ୍ଞା 6ଟା ଦେଇଦେଲେ ବି ଠିକ ହବ। କହିଲି 6ଟା କେତେ କେତେ ଗୋଟେ ପଙ୍ଖାର ଦାମ? ସେ କହିଲେ 2,000 ସବୁ ଭଲ ପଙ୍ଖା। ଠିକ ଅଛି, ତ 6 ଦୁଣେ 12,000 ତାଙ୍କୁ ମୁଁ ଫୋନ ପେ କରିଦେଲି। ତାପରେ କିଛି ଦିନ ପରେ ତାଙ୍କ ଚର୍ଚ୍ଚରେ ମୁଁ ପ୍ରଚାର କରି ଆସିଲି। କିଛି ଦିନ ପରେ ମୁଁ କହିଲି ଆଜ୍ଞା ମାନେ ସମସ୍ତେ ଖୁସି ହେଲେ, ଆପଣ ଦେଲେ, ଆଉ ୱାରିଂ ପାଇଁ ଆଉ 12,000 ଦରକାର। କହିଲି ସେଇଦିନ କହିଦେଇଥାନ୍ତେ ମୁଁ ଦେଇଥାନ୍ତି, ଆଉ ୱାରିଂ ପାଇଁ 12,000 ଦରକାର ହବନି, ମୁଁ ଲୋକ ପଠେଇଦେବି, ଆପଣଙ୍କୁ ୱାରିଂ କରିଦେବି। 12,000 କିନ୍ତୁ ମୁଁ ଦେଇପାରିବି। ମୁଁ କହିବାର ଅର୍ଥ ଷ୍ଟିୱାର୍ଡସିପ ହଉଛି ଏହା ନୁହେଁ ଯେ ପ୍ରଭୁ ବହୁତ ଦେଇଦେଲେ ଏବଂ ଆମେ ଯିଏ ଯାହା କହିଲା ତାକୁ ଦେଇଦବା। କିନ୍ତୁ ଯୋଉ ମାପରେ ଆମେ ଦବା, ଆଉ ଯଦି ସେଇଟା ରାଇଟ ୱିଙ୍ଗରେ ଆମେ ଦେଇଛୁ, ତେବେ ଆମମାନଙ୍କୁ ପୁଣି ସେଇ ମାପରେ ଫେରେଇ ଦିଆଯିବ, କିମ୍ବା ତାଠୁ ବଡ ମାପରେ ମଧ୍ୟ ଫେରେଇ ଦିଆଯିବ। ସେଥିପାଇଁ ଆମେ ଦେଖୁଛୁ ଆଜି ଅନେକ ଗରିବ ହେଇକି ରହି ଅଛନ୍ତି। ଏଇଟା ଗରିବୀ ବା ପୋଭର୍ଟି ଅଳ୍ପ ସମୟ ପାଇଁ ଆସେ, ଇଟ୍ ଇଜ ଫର ଟେମ୍ପରାରୀ। କିନ୍ତୁ ଅନେକ ଦେବା ପାଇଁ, ଯଦି ଆମର 5,000 ଅଛନ୍ତି ଲୋକ, 5,000 10,000 ତାଙ୍କ ଇନକମ ଅଛି, ସେଇ ଭିତରେ ସେମାନେ ସାଙ୍ଗେ ସାଙ୍ଗେ 10,000 ଜଣଙ୍କର ଦରମା ମୁଁ ଜାଣିଛି, ଆଉ ସେ ସାଙ୍ଗେ ସାଙ୍ଗେ ସେଇଥିରେ ସେ ପଇସା ଦେଇଦେବେ, ସାଙ୍ଗେ ସାଙ୍ଗେ ତାଙ୍କର 10 ମାଂସ କାଢିକି ପଠେଇଦେବେ। ଇଣ୍ଟରନେଟ ଅଛି ଏଠି। ତ ସେଇଥିପାଇଁ ଆମମାନଙ୍କୁ ଚିନ୍ତା କରିବାକୁ ପଡିବ କି ସେଇମାନଙ୍କ ମନୋଭାବ, ଆଉ ସିଏ କେବେ ବି ଅଭାବରେ ପଡିବେ ନାହିଁ। ଆଜି ଆମେ ଯୋଉ ଅଂଶ ଆମେ ପଠନ କରିଛୁ, ଯଦିଓ ମୁଁ ଭୁଲ ଭାଲ ମାନେ ଅନ୍ଦାଜ କରିପାରିଲିନି, କିନ୍ତୁ ମୁଁ ଯେତେବେଳେ ପଢୁଥିଲି ଲାଷ୍ଟ ଅଂଶ ଲେଖାଯାଏ ତ ସଫରିଂ ବିଷୟରେ କିଛି ଗୋଟେ ଲେଖା ଅଛି କି ଆମମାନେ ସେ ସଫରିଂ ପାଇଁ ବ୍ୟସ୍ତ ନ ହଉ, ବା ଇନଡାଇରେକ୍ଟଲି ଆମେ ଯଦି ଦେଖିବା ଅଭାବ, ଅନାଟନ, ସମସ୍ୟା, କଷ୍ଟ, ଏଇ ଭିତରେ ଆମମାନେ ନିରୁତ୍ସାହିତ ନ ହଉ। ଯଦି ଆମମାନଙ୍କ ପାଖରେ ନାହିଁ, କିନ୍ତୁ ଯାହା ଅଛି ସେଇଥିରେ ଆମମାନେ ପ୍ରଭୁଙ୍କୁ ମଧ୍ୟ ଦେବା ଶିଖିବା ଅଛି। କାଲି ମୁଁ ମୋର ଚାକିରି ହେଇଯିବ ଏବଂ ସେଇଠୁ ମୁଁ 30,000 ପାଇବି ଏବଂ 3,000 ମୁଁ 10 ମାଂସ ଦେବି। ଗିର୍ଜା ଘରେ ରବିବାର ଦିନ ମୁଁ ସେଇ ସମୟରେ 100 ଟଙ୍କା ଦେବି, 200 ଟଙ୍କା ଦେବି। ଏଇପରି କଣ୍ଡିସନ ଅନେକ ସମୟରେ ଆମମାନେ ପ୍ରଭୁଙ୍କ ନିକଟରେ କରିଥାଉ। ଆମମାନେ ମନେ ମନେ କଥାବାର୍ତ୍ତା କରିଥାଉ, ଭାବିଥାଉ, ଡିସ୍କସନ କରିଥାଉ, ଇଣ୍ଟରାକ୍ସନ କରିଥାଉ, କିନ୍ତୁ ପ୍ରଭୁ ଚାହାନ୍ତି give and ye shall be given। କଣ ଦବା? ସେଦିନ ସେ ବିଧବା ଯାହା ଥିଲା ସେ କାଢିକି ସେ ସବୁ ଦେଇଦେଲା। ତା ଭିତରେ କୌଣସି ଫିଲିଂ ନଥିଲା କି ମୁଁ କିଛି ରଖିବି ଏବଂ ତାହା ଦ୍ୱାରା ମୁଁ କିଛି ପ୍ରାପ୍ତ ହେବି, ଏଇ ବିଷୟ ତା ମନରେ ନଥିଲା ଏବଂ ସେ ସବୁ କାଢିକି ଦେଇଦେଲା। କିନ୍ତୁ ବହୁତ ଲୋକ ଥିଲେ, ସେମାନେ କହିଲେ ମୁଁ ଗୋଟେ ଗିର୍ଜାଘର ବନେଇଦେବି, ମୁଁ ଅମକ ଦେଇଦେବି, ମୁଁ ସୁନା ଏତିକି କେଜି ଦେଇଦେବି, ମୁଁ ଅମକ ସମକ ଦେଇଦେବି। ଅନେକ କଥାବାର୍ତ୍ତା ଲୋକମାନେ କରନ୍ତି ଏବଂ କହନ୍ତି ଏବଂ ଠିକ ଛକ କୋଣରେ ବା ମଣ୍ଡଳୀରେ ବଡ ବଡ ଆନାଉନ୍ସ ଯେମିତି ହବ ଯେ ମୁଁ ଏତିକି ଲକ୍ଷ ଟଙ୍କା ମୋର ରିଟାୟାରମେଣ୍ଟ ମୁଁ ପାଇଲି 40 ଲକ୍ଷ ଏବଂ ମୁଁ 5 ଲକ୍ଷ ପ୍ରଭୁଙ୍କ ଗିର୍ଜାଘର ପାଇଁ ଦେଲି। ହୁଏ ଇନ୍ସପାଇରେସନ ଇଜ ରିକ୍ୱାର୍ଡ। ମଣ୍ଡଳୀ ବି ଚାହେଁ ପ୍ରଭୁଙ୍କ ଦାସ ଦାସୀ ମାନଙ୍କୁ ଇନ୍ସପାୟାର କରିବା ଏବଂ ଏନକରେଜ କରିବା, କିନ୍ତୁ ଏଇଠି ମଧ୍ୟ ଲେଖା ଅଛି କି ତୁମର ବାମ ହସ୍ତ ଯାହା ଦବ ଡାହାଣ ହସ୍ତ ନ ଜାଣୁ, ଡାହାଣ ହସ୍ତ ଯାହା ଦବ ବାମ ହସ୍ତ ନ ଜାଣୁ। ମାନେ ସିକ୍ରେଟ ଗିଭିଂ ରେ ଆହୁରି ଇଣ୍ଟରାକ୍ସନ ୱିଥ ଗଡ ଆଣ୍ଡ ୟୁ, ଆପଣ ଏବଂ ପ୍ରଭୁଙ୍କ ଭିତରେ ଯୋଉ ସମ୍ପର୍କ, ମୁଁ ଏବଂ ମୋ ପ୍ରଭୁଙ୍କ ଭିତରେ ଯୋଉ ସମ୍ପର୍କ, ସେଇ ସମ୍ପର୍କରେ ଆହୁରି ଏଇ ଫାଇନାନ୍ସିଆଲ ପୋଜିସନରେ ଆମମାନେ ଷ୍ଟ୍ରଙ୍ଗ ହେଇଯାଉ। କାରଣ ସେ ଦେଖନ୍ତି କି ଦିସ୍ ପର୍ସନ ଇଜ ଏ ଭେରି ପାର୍ଟିକୁଲାର, ଭେରି ପରଫେକ୍ଟ ପର୍ସନ। ଆଉ ୟାର ଏ ପଇସା ପତ୍ର ଯାହା ମୁଁ ଦଉଛି, କାରଣ ପ୍ରଭୁ ହିଁ ଦଉଛନ୍ତି, ଆମେ କିଛି ନୁହଁ। ଆମେ ଗୋଟେ ଷ୍ଟିୱାର୍ଡ ବା ଗୋଟେ ଚୌକିଦାର ବା ଗୋଟେ ସିକ୍ୟୁରିଟି ପର୍ସନ ପରି ଆମେ ଜଗିକି ରହିଛୁ। ଆମ ପାଖରେ ଯାହା ଥିଲା, ଯୋଉଟା ଥିଲା ସେଇଟା ଆମର, ଆଉ ଆମ ପାଖରେ କିଛି ନୁହେଁ। ଆଉ ଏଇଟା ହଉଛି ଆମମାନଙ୍କର ଥିଙ୍କିଂ ଅନେକ ସମୟରେ ହବା କଥା। ଆଉ ଆମେ ସେଇ ଫିଲିଂରେ ବିଧବାର ପରି
କିମ୍ବା ଆମେ ଛୋଟ ସମୟ ଥିଲା ବେଳକୁ ବାପା ମାଙ୍କର ଶିକ୍ଷାରେ ପରିବାରରେ ଯେପରି ସମସ୍ୟା ଥିଲେ ମଧ୍ୟ ଟେକିଂ କେୟାର ଅଫ ଦ ଗଡ୍ସ ୱାରିୟର, ପ୍ରଭୁଙ୍କ ଲୋକମାନଙ୍କୁ ସମ୍ମାନ ଦବା, ତାଙ୍କୁ ଦାୟିତ୍ୱ ନବା, ତାଙ୍କର କେୟାର କରିବା, ତାଙ୍କର ପରିଚର୍ଯା କରିବା, ତାଙ୍କୁ କିଛି ଦବା, ତାଙ୍କୁ ଗଲା ବେଳକୁ ତାଙ୍କ ହାତରେ କିଛି ଦବା ଏବଂ ପୁଣି ଦବା ପରେ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦବା, ସେଇ ସବୁ ବିଷୟ ଏଇ ଦବାରେ ଯାଏ। ଗିଭ୍, ଆଉ ସେଇ ଅନ୍ୟମାନଙ୍କୁ ମଧ୍ୟ ଆପ୍ରିସିଏସନ କରିବା। ବିନୟ ଭାଇଙ୍କୁ ମୁଁ ଦେଖେ ସବୁବେଳେ ସେ ନିଜ ବିଷୟରେ କେତେବେଳେ ଧନ୍ୟବାଦ ଦିଅନ୍ତି ନାହିଁ କି ଅନ୍ୟମାନେ ଧନ୍ୟବାଦ ଦେଲେ ନାଇଁ ଭାଇ ମୋର ସେଇଟା ଦରକାର, କିନ୍ତୁ ଅନ୍ୟମାନଙ୍କୁ ଧନ୍ୟବାଦ ଦେବା ଶିଖିଛନ୍ତି। ତାଙ୍କୁ ଯୋଉ ଜିନିଷ ମୁଁ ଦେଖିଲି ଫୋନରେ ମଧ୍ୟ କଥା ହେଲେ ପ୍ରଥମ ସେ ସାମ୍ନା ଯାହା ସାଙ୍ଗରେ କଥା ହଉଛନ୍ତି ସେଇ ବ୍ୟକ୍ତିକୁ ଏପ୍ରିସିଏସନ ଆଉ ଧନ୍ୟବାଦ ଦେବା, ସେଇଟା ବହୁତ 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 ଇନ୍ସପାୟାରିଂ। ଆଉ ସେଇଟା ଗୋଟେ ବଡ ସାକ୍ଷ୍ୟ, ତାହା ଦ୍ୱାରା ମଧ୍ୟ ଅନେକ ପ୍ରଭୁଙ୍କ ପାଖକୁ ଆସନ୍ତି ଏବଂ ଯୋଉମାନେ ପ୍ରଭୁଙ୍କୁ ଜାଣିନାହାନ୍ତି ଶୁଣିକିରି ସେମାନେ ମଧ୍ୟ ପ୍ରଭୁଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ଆକୃଷ୍ଟ ହୁଅନ୍ତି ଏବଂ ପ୍ରଭୁଙ୍କ ସହିତ ଜଏନ୍ କରନ୍ତି। ତ ମୁଁ କହିବାର ଅର୍ଥ ଏପ୍ରିସିଏସନ ଇଜ ଏ ଭେରି ଗୁଡ ଥିଙ୍ଗସ୍ ଏବଂ ତା ସାଙ୍ଗେ ସାଙ୍ଗେ ପ୍ରଭୁଙ୍କ ଲୋକମାନଙ୍କୁ ଧନ୍ୟବାଦ ଦବା, ଏପ୍ରିସିଏସନ ଦବା, ରେସ୍ପେକ୍ଟ ଦବା, ତାଙ୍କର ପରିଚର୍ଯା କରିବା ଏବଂ ତାଙ୍କ ପାଇଁ ସାହାଯ୍ୟ କରିବା। ମୁଁ ଗୋଟେ ମଣ୍ଡଳୀରେ ଯାଇଥିଲି, ମୁଁ ଦେଖିଲି ପାଷ୍ଟରଙ୍କୁ ଏମିତି ତାଙ୍କର ଶାସନ ସେଇଠି ଥିଲା। ଅନେକ ସମୟରେ ପାଳକ ମାନେ କିଛି ଭୁଲ ଭାଲ ମଣିଷ, ରକ୍ତ ମାଂସ ବିଶିଷ୍ଟ ମଣିଷ ଭୁଲ ଭାଲ ହେଇଯାଏ, କିନ୍ତୁ that thing will be taken care by God. ମାଥ୍ୟୁ 7 ରେ କଣ ଲେଖାଯାଏ? ମାଥ୍ୟୁ 7 ରେ ଲେଖାଯାଏ 1 ରେ ସେଠି ଲେଖାଯାଏ କି ପ୍ରଥମେ ନିଜେ ଆମେ ଆମର ମାନେ ଅନ୍ୟମାନଙ୍କର ମାନେ ବିଚାର ନ କରୁ, ତୁମମାନେ ଯେପରି ବିଚାରିତ ନ ହେବ ଏଥିପାଇଁ ବିଚାର କର ନାହିଁ। ମାଥ୍ୟୁ 7 ରେ ଲେଖାଯାଏ 1 ରେ, ମାନେ no need to judge anybody, we have no right. ପ୍ରଭୁ ଜାଣିବେ, ସେ ଦେଇଛନ୍ତି, ସେ ନେବେ, ସେ he will take care of it, and who we are to judge? ଆମର କୌଣସି ଅଧିକାର ନାହିଁ କି ଆମେ ବିଚାର କରିବା, କିନ୍ତୁ ଆମମାନେ ପ୍ରଭୁଙ୍କ ଆଜ୍ଞା ଅନୁଯାୟୀ, ପ୍ରଭୁଙ୍କର ଇନ୍ସପାଇରେସନ ଅନୁଯାୟୀ, ଦିଗଦର୍ଶନ ଅନୁଯାୟୀ ଆମେ କାର୍ଯ୍ୟ କରିବା। ମୁଁ ଗୋଟିଏ ଏକ୍ସାମ୍ପଲ, ଝାରସୁଗୁଡାରେ ଆମର ଜଣେ ପାଷ୍ଟର ରହୁଥିଲେ, ଫୁଲବାଣୀର ପାତ୍ର ବାବୁ ବୋଲିକି, ତାଙ୍କର ୱାଇଫ ସେ ଆମେରିକାର ମ୍ୟାରେଜ ହେଇଥିଲେ, ତାଙ୍କ 2ଟା ଛୁଆ ଥିଲେ, ତାଙ୍କ ମିସେସ୍ ଆମେରିକାନ। ସେ କହୁଥିଲେ ଆଇ ଲେଫ୍ଟ ଏଭରିଥିଙ୍ଗ। ଆଉ ମୁଁ କହିଲି ସିଷ୍ଟର କ୍ୟାନ ୟୁ ୱାର୍କ ହିୟର ଇନ ଆୱାର ସ୍କୁଲ ଏଜ ଏ ଟିଚର? ତ ଗୋଟେ ଟିଚର ହିସାବରେ କାମ କରିବେ? ୟେସ ବ୍ରଦର, ଗଡ ହାଜ ଟକ୍ ଟୁ ୟୁ। ଏଇ କାମ ପାଇଁ ଆଇ ୱାଜ ଥିଙ୍କିଂ, କିନ୍ତୁ ମୁଁ କାହାକୁ ମୁହଁ ଖୋଲି କହିପାରୁନଥିଲି। ସିଷ୍ଟର କମ୍ ଆଣ୍ଡ ଜଏନ୍, ତାଙ୍କୁ କହିଲି, ଆଉ ସେ ଜଏନ୍ କଲେ। ତାଙ୍କ ଘରକୁ ଦିନେ ମୁଁ ଗଲି, ହଠାତ୍ ପହଞ୍ଚିଲି, ମୁଁ ଦେଖୁଛି ଭିତରେ ସେମାନେ କାନ୍ଦି କାନ୍ଦି ମାନେ ଟିୟର୍ସରେ ତାଙ୍କର ପୁରା ଭିଜି ଯାଇଛନ୍ତି। ୱିଣ୍ଡୋରୁ ମୁଁ ପିକ୍ କଲି, ଦେଖିଲି 3 ଜଣ 4 ଜଣ ପ୍ରାର୍ଥନା କରୁଛନ୍ତି କି ଅନଲେସ୍ ୟୁ ଗିଭ୍, ତୁମେ ନ ଦେବା ପର୍ଯ୍ୟନ୍ତ we cannot ask anybody, ଆମେ କାହାକୁ ହାତ ପତେଇବୁ ନାହିଁ। will be in hunger, ଭୋକରେ ରହିବୁ କିନ୍ତୁ ହାତ ପତେଇବୁ ନାହିଁ। courageously ଏ ଗଳାର ଶିର ଗୁଡାକ ଟାଣି ହେଇକି ସେମାନେ କଥାବାର୍ତ୍ତା ପ୍ରାର୍ଥନା କରୁଛନ୍ତି ପ୍ରଭୁଙ୍କ ସାଙ୍ଗରେ, ଧୀରେ ଧୀରେ ନାହିଁ। God, if you are not interested, let us die, ଆମେ ଏଠି ମରିଯିବୁ, but we want to ask anybody to give। ମୁଁ ଜାଣିଗଲି କି ସେମାନେ ବହୁତ ଅସୁବିଧାରେ ଅଛନ୍ତି। ମୁଁ ଖଟଖଟ କଲି, ଖୋଲିଲେ, ମୁଁ ବି ପ୍ରାର୍ଥନା ଟିକେ ବସିଲି। ମୁଁ ଯେମିତି ପଶିଗଲି, ସେମାନେ ଶୀଘ୍ର ଶୀଘ୍ର ୱାଇଣ୍ଡ ଅପ୍ କରିଦେଲେ ପ୍ରାର୍ଥନା। ଆଉ ଯେତେବେଳେ ମୁଁ ବାହାରିଲି, ମୋ ଭିତରେ ଏତେ ମନ ପରିବର୍ତ୍ତନ ହେଇଗଲା କି ମୋ ଭିତରେ ଯାହା ଥିଲା just I handed over to them। ଆଉ ମୁଁ ଜାଣିଛି ପ୍ରାୟ 800 ଟଙ୍କା ଖଣ୍ଡେ ଥିଲା, ଦେଇଦେଲି। ତାପରେ ତାଙ୍କୁ ଥ୍ୟାଙ୍କ ୟୁ କରିକିରି ଯେତେବେଳେ ମୁଁ ବାହାରିଲା ବେଳକୁ ମୋର ସେ ହିରୋ ହୋଣ୍ଡା ଥିଲା, ସେ ହିରୋ ହୋଣ୍ଡା ଯେତେ ଷ୍ଟାର୍ଟ କଲି ଆଉ ଷ୍ଟାର୍ଟ ହେଲା ନାହିଁ, ଆଉ ବିଲକୁଲ ଷ୍ଟାର୍ଟ ହେଲା ନାହିଁ। ଆଉ ମୁଁ ଚିନ୍ତାରେ ପଡିଗଲି, କଣ କରିବି, ଝାଳ ନାଳ ହେଇଗଲି। ସେମାନେ ମତେ କହୁଛନ୍ତି ଭାଇ ବାଏ ବାଏ, ଥ୍ୟାଙ୍କ ୟୁ କହ, ସିଷ୍ଟର ଯାଉଛି, ଆଉ ମୁଁ ସେଠୁ ଯାଇପାରୁନି।
ଶୈତାନ କହୁଛି ଆରେ ତୁ ତ ପୁରା ଦେଇଦେଲୁ, ବହୁତ ବାହାଦୁରୀ ମାରିକିରି ପୁରା ଦେଇଦେଲୁ, 50 ଟଙ୍କା ରଖିଥାନ୍ତୁ, ଏବେ କାହାକୁ ଡାକିବୁ କଣ କରିବୁ? ତାପରେ ଠେଲି ଠେଲିକିରି ରାସ୍ତାକୁ ନେଲି, ଜଣକୁ ପଚାରିଲି ଭାଇ ଟିକେ ଦେଖ କଣ ହେଇଛି, ଦେଖିଲେ ଭାଇ ତେଲ ନାହିଁ। ଆଚ୍ଛା ଠିକ ଅଛି, ଗାଡି ମୁଁ ରଖିଦେଲି। ଶୈତାନ ମତେ କହୁଛି କି ତୁ ଟିକେ ରଖି ଦେଇଥାନ୍ତୁ, ଅଳ୍ପ ତା ପୁରାଟା ଦେଇଥାନ୍ତୁ, ଏତେ ପରିବର୍ତ୍ତନ ହେଲେ ହବ କି? ଆଉ ମତେ ସେ ମାନେ the devil was torturing me like anything। ମୁଁ ସେତେବେଳେ ଝାଳ ନାଳ ହେଇକିରି ପାଗଳ କରି ହେଇଗଲିଣି, ଭଲ ଲାଗୁନି, ବିଲକୁଲ ଭଲ ଲାଗୁନି। ଆଉ ସିଏ ସେଇଠି ମତେ ଆଉ ଗୋଟେ ପ୍ୟାକେଜ ଆଣିକି ମତେ ଟର୍ଚର କରୁଛି। ଆମ ଘରକୁ ପହଞ୍ଚିଗଲି, ସେଇଠି ଗାଡି ଷ୍ଟାଣ୍ଡ କରିଦେଲି, ଆଉ ଗାଡିକୁ ଅଲମାନଙ୍କୁ ମଗେଇଲି, ଆଣ କହିଲି, ଗଲେ ସେମାନେ ଆଣିଲେ। କିନ୍ତୁ ଦ ରିଜଲ୍ଟ ଆଇ କୁଡ୍ ଗେଟ୍, ଯୋଉଟା ଲୋକ 6:38 ଲେଖାଯାଏ, ଯୋଉ ମାଣରେ ଦେଲେ, ଯୋଉ ମାଣ ମାନେ 800 ଟଙ୍କା ମାଣ ନୁହେଁ, ମାଣ ହଉଛି what was your percentage of giving। ଏଇଟା ହଉଛି ମାଣ। what was your thinking of giving। ଦେଲା ବେଳକୁ କଣ ମନୋଭାବ ଥିଲା, କୋଉ ମା ପରେ ତୁମେ ଚିନ୍ତା କରିଦେଲ ଫୁଲ, ଆଉ ସେଇ ମା ପରେ 24 ଘଣ୍ଟା ନ ପୁରୁଣୁ ପ୍ରଭୁଙ୍କ ଦାସ ମାନେ, ଭାଇ ଭଉଣୀ ମାନେ, ଆଉ ଆଇ କୁଡ୍ ଏବଲ୍ ଟୁ ଗଟ୍ ଦ ରିୱାର୍ଡ। ଜଣେ ମୋ ଶ୍ୱଶୁରଙ୍କ ସମୟରେ ଜଣେ ନେଇଥିଲେ ଧାର ତାଙ୍କ ଝିଅର ବାହାଘର ପାଇଁ। ସେମାନେ ବହୁତ ଶ୍ୱଶୁରଙ୍କ ସହିତ କ୍ଲୋଜ ଥିଲେ, ମିଲ୍ ୱାର୍କର ଥିଲେ ଓରିଏଣ୍ଟ ପେପର ମିଲର। ଆଉ ସେ ପଇସା ନ ଦେଇକି ଚାଲିଗଲେ ଗୋରଖପୁର ଫେରିଲେ। କିନ୍ତୁ ସେ ଯେତେବେଳେ ଅଛନ୍ତି ସେଇଠି, ତାଙ୍କ ଝିଅ ଯାହାର ବାହାଘର ହେଲା ସେ ପାଗଳ ହେଇଯାଇଛି, ତାର ଛୁଆ ବି ହେଇଛନ୍ତି, ସବୁ ହେଇଯାଇଛି, କିନ୍ତୁ ତାକୁ କଣ ଗୋଟେ ଇଭିଲ ସ୍ପିରିଟ ଚାଲିଛି, ସେ ଖାଲି ବଡ ଅସୁବିଧାରେ ଅଛି, ପୁରା ନେକେଡ୍, ରନିଂ ହିୟର ଏଣ୍ଡ ଦେୟାର, ଟ୍ରବୁଲସମ୍। ଏବଂ ସେ ସେଇ ସମୟରେ ଆମର ଶ୍ୱଶୁରଙ୍କୁ ଦେଖୁଛନ୍ତି, ଆଉ ତାଙ୍କର ବୋଧେ ପଇସା ମୁଁ ଦେଇନି, ସେଥିପାଇଁ ମୋ ଝିଅ ସଫର ହଉଛି। ଅନେକ ବର୍ଷ, ପ୍ରାୟ 20-25 ବର୍ଷର ଘଟଣା। ଆଉ ସେ ତାଙ୍କ ଜମି ବାଡି ବିକିକିରି ଗୋଟେ ବିରାଟ ଗୋଟେ ପଲିଥିନ ରେ ଟଙ୍କା 100 ଟଙ୍କା, 50 ଟଙ୍କା, 20 ଟଙ୍କା, 10 ଟଙ୍କା ବାନ୍ଧିକିରି ଗୋଟେ ବଡ ବିଡା ଧରିକିରି ସେ ଆସିକି ପହଞ୍ଚି ଯାଇଛନ୍ତି। ଆଉ ଖଟଖଟ କରୁଛନ୍ତି, ବଡ ଗ୍ଲୋଙ୍ଗି ପିନ୍ଧିକିରି, ଉଚ୍ଚା ପୁରା ଲୋକ। ଆଉ ସେ ଆସିକିରି କହୁଛନ୍ତି ଭैया तुम्हारा ससुर का जो अमानत था यही है। ये कौन, ये क्या चीज है, ये क्यों दे रहे हैं? नहीं भैया, ये ससुर जी आपके ससुर डैनियल बाबू से मैं लिया था और मेरे को बहुत तकलीफ हो गया, मेरे लिए प्रेयर भी करिए और ये उनका अमानत ले जाइए। मैं ब्याज के साथ ला दिया हूँ। मतलब ब्याज हम लोग नहीं लेते हैं, वो कितना दिए कितना मेरे को पता नहीं है। नहीं भैया, ये सब मेरे दिल से दिया हूँ, आप रख लीजिए। जबरदस्ती मते धरेले एड़े बड़ो पॉलिथिन रे टंका बिड़ा। प्रेज द लॉर्ड, हालेलुया। 24 hours, हालेलुया, प्रेज द लॉर्ड, हालेलुया। तो आमे देखू प्रभु कहउछंती जो मानरे देलो सेही मानरे ही तुमको मोबाइल दिया। हालेलुया। हम भितरे प्रभु गोटे स्पिरिट दियंतु कि जो स्पिरिट रे ओई शुड नॉट थिंक। आज आमे सेही धनी लोक को प्रभु कहले अरे आज राति रे तो जीवन तो दुनिया जीवो। आपण माने सब जानि चंती सेही स्टोरी। ଆଉ ଏତିକି ଟଙ୍କା ରଖିବାକୁ ପଡିବ, ଠିକ ଅଛି। when you are organizing a big organization family, ଅସୁବିଧା ସୁବିଧା savings is also required and savings we have to do, ଆମେ କରିବାକୁ ପଡିବ। ଆଉ ତା ସାଙ୍ଗେ ସାଙ୍ଗେ ଆମର thinking, ଆମର measurement, ଆମର planning ରେ stewardship must given priority, ସେଇଠି ପ୍ରାଧାନ୍ୟତା ଦେବାକୁ ପଡିବ। ଆଉ ଦେଖୁଛି ପ୍ରାୟ ଆଉ 5 ମିନିଟ୍ ଅଛି, ଆଉ ଗୋଟେ ଗଳ୍ପ କହିକି ମୁଁ ଶେଷ କରିବାକୁ ଚାହୁଁଛି। ଯୋଉଠି ଗୋଟିଏ ରାଜା ତାର ପ୍ରଧାନମନ୍ତ୍ରୀ ଖୋଜିବା ପାଇଁ ସେ ଇଆଡେ ସାଡେ ବହୁତ ଦୂର ବୁଲିଲେ। ଗୋଟେ ଜାଗାରେ ପହଞ୍ଚିଲେ, ଗୋଟେ ଗଛ ତଳେ ଛଦ୍ମବେଶରେ ଠିଆ ହେଇଛନ୍ତି, ଦେଖିଲେ ଗୋଟେ ଭିକ୍ଷୁକ, ଗୋଟେ ବୁଢା, ସେ ତାଙ୍କର ଖାନା ଫାନା ଆଣିକିରି ରଖିକିରି ହାତ ଧୋଇକିରି ସେ ଖାଇବା ପାଇଁ ପ୍ରସ୍ତୁତ ହେଇକିରି ଗୋଟିଏ ଥର ଥାଳିରୁ ଖାନା ନେଇକିରି ମୁହଁରେ ଏମିତି ଲଗେଇବି କହୁଛନ୍ତି, ଗୋଟେ ଛୋଟ ପିଲା ଆସିକି ହାତ ପତେଇଲେ ଏବଂ ସେ ସେଇ ଖାନାକୁ ବି ରଖିଦେଲେ, ଆଉ ପୁରା ଖଲି ନେଇକିରି ସେଇ ପିଲାକୁ ଦେଇଦେଲେ। ଏବଂ ରାଜା ଦେଖିଲେ ଦିସ୍ ପର୍ସନ 100% ଗିଭିଂ, ସମ୍ପୂର୍ଣ୍ଣ ଦବାର ଏକ ବ୍ୟକ୍ତିତ୍ୱ, ସମ୍ପୂର୍ଣ୍ଣ ସେବା କରିବାର ଏକ ବ୍ୟକ୍ତିତ୍ୱ ଏଇ ବ୍ୟକ୍ତି ହେଇପାରେ।
ତାକୁ ସାଙ୍ଗେ ସାଙ୍ଗେ ଅର୍ଡର କଲେ, ଗଲା ପ୍ରସାଦ ରାଜପ୍ରସାଦ କୁ ଗଲା, ଅଟ୍ଟାଳିକା କୁ ଗଲା, ଏଠି ତାକୁ ସବୁ ସଫାସୁତର କରିକି ପ୍ରଧାନମନ୍ତ୍ରୀର ତାକୁ ଅବସ୍ଥାପିତ କରାଗଲା। ଲୋକମାନେ ଅହଙ୍କାର ହେଲେ, ଯେତେବେଳେ ବୃଦ୍ଧି ପାଇବାକୁ ଲାଗିଲେ ସେ ଦେଖିଲେ he was a beggar। ଏବଂ ଆଜି ପ୍ରଧାନମନ୍ତ୍ରୀ ହେଲା ପରେ ବି ସେ କହୁଛନ୍ତି I am still a beggar। ଏବଂ ସେ ସବୁବେଳେ ନିଜକୁ ନତ କରିବା ପାଇଁ ପ୍ରଚେଷ୍ଟା କରିଅଛନ୍ତି। ଆଉ ହଠାତ୍ ତାର ସବୁବେଳେ ଜାଣନ୍ତି ଯୋଉମାନେ ଆଗକୁ ଯିବେ, ଆପଣ ଅଭାବରେ ଅସୁବିଧାରେ କଷ୍ଟରେ ଥିଲେ ଠିକ ଅଛି, ଯଦି ଟିକେ ଭଲରେ ହେଇଗଲେ ଆପଣଙ୍କ ପଛରେ ଆଉ କେତେ ଲୋକ ଗୋଡ ଟାଣିବା ପାଇଁ ପହଞ୍ଚିଯିବେ, ଆପଣଙ୍କୁ ତଳକୁ ଟାଣିବେ, ଆଗକୁ ଯିବାକୁ ଦେବେ ନାହିଁ, ଆଉ ବଚସା କରିବେ, ମିଥ୍ୟା କୁତ୍ସା ରଚନା କରିବେ, ଅନ୍ୟମାନଙ୍କୁ ଭଡକେଇବେ, କେତେ କଥା ଆପଣ ମାନେ ଅନୁଭବ କରିଥାଇ ପାରନ୍ତି। ଏବଂ ସେଇ ହିସାବରେ ଏଇ ବ୍ୟକ୍ତି ପାଇଁ ଅନେକ ଯୋଜନା କରାଗଲା, ତାହାକୁ ରାଜାଙ୍କ ସାମ୍ନାରେ କିପରି ବଦନାମ କରାଯିବ, କିପରି ଆକୁ ତଡା କରାଯିବ, ଏଠୁ କିପରି ପଳେଇବ। ଏବଂ ସେମାନେ ଦେଖିଲେ ତାର କିଛି ଭୁଲ ପାଉନାହାନ୍ତି, କିନ୍ତୁ ଗୋଟେ ଦିନ ଭିତରେ ସେ 3-4 ଘଣ୍ଟା ତା କୋଠରରେ ଭିତରୁ ଦରବାଜା ବନ୍ଦ କରିକି ସେ ରହୁଛି। ରାଜାଙ୍କୁ କହିଲେ, ରାଜା ସେ ଭିକାରୀକୁ ତମେ ଆଣି ପ୍ରଧାନମନ୍ତ୍ରୀ କଲ, ସେ 4 ଘଣ୍ଟା ପ୍ରତିଦିନ ଆପଣଙ୍କ ବିରୁଦ୍ଧରେ କଣ ସେ ଦରବାଜା ବନ୍ଦ କରି କଣ କରୁଛି, ଆପଣଙ୍କୁ ପରମିଶନ ନେଇଛି? ନା ନା ମତେ କେବେ ନେଇ ନାହିଁ। ସେ ତ ସବୁ କଥା ପଚାରେ, ଏଇ କଥାଟା ପଚାରେନି, ଆପଣ ଟିକେ ଚେକ୍ କରନ୍ତୁ। ତାପରେ ରାଜା ଦେଖିଲେ ଠିକ ଅଛି, କିଛି ଗୋଟେ ଗଡବଡ ଅଛି। ଆଉ ଦିନେ 2 ଦିନ 3 ଦିନ ଅନ୍ୟ ସେଇ ଲୋକମାନଙ୍କୁ କହିଲେ, ଦେଖ ଟିକେ ମତେ ରିପୋର୍ଟ ଦିଅ। ସେମାନେ ଗଲେ ରିପୋର୍ଟ ଦେଲେ ଯେ ସବୁଦିନ ଏଇ କାମ ତାର ଚାଲିଛି, ସବୁଦିନ। ଆଉ ସେ ସାଙ୍ଗେ ସାଙ୍ଗ ଦିନେ ଅଚାନକ ଭାବରେ ଦିନେ ଆସିଗଲେ ଏବଂ କହିଲେ ଏ ଦରବାଜା ଭାଙ୍ଗି ଦିଅ, ଖଟଖଟ ବି କରନି। ଭାଙ୍ଗି ଦିଆଗଲା, ଭିତରେ ସେ ବସିଛନ୍ତି, ଗୋଟେ ବାକ୍ସ ଅଛି। କଣ ଏଠି କରୁଛ ତମେ? କଣ ପ୍ରଧାନମନ୍ତ୍ରୀ ତମକୁ କହିଲି ଭିକାରୀ ହେଇକି ରହିଥିଲ, କଣ ତମେ ଭାବିଲ ତମକୁ? ଆଉ ମୋ ବିନା ପରମିଶନ ରେ ତମେ କଣ କରୁଛ? ଏବଂ ସେ କହିଲେ, ରାଜା ତାଙ୍କ ଗୋଡ ଧରି ପକେଇଲେ, ଆପଣ ମତେ ଅର୍ଡର ଦେଇଥିଲେ ମୁଁ ଯାଇଥାନ୍ତି, ଆପଣ କାହିଁକି ଏତେ ଦୂର ପଳେଇ ଆଇଲେ? ନାଇଁ 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 ମତେ I want clarification। ଏବଂ ସେ ବାଧ୍ୟ କଲା ପରେ ସେ ତାଙ୍କ ବାକ୍ସ ଦେଖେଇ ଦେଲେ। ବାକ୍ସ ଭିତରେ କଣ ଅଛି? ଯୋଉ ଦିନ ଭିକାରୀର ଶେଷ ଦିନ ଥିଲା, ଶେଷ ବସ୍ତ୍ର, ତାର ନଖ, ତାର ଦାଢି, ତାର ସବୁ ଯାହା କିଛି ଥିଲା ସେ ସବୁ ସେ ବାକ୍ସ ଭିତରେ ସେ ରଖିଛି। ଏବଂ ଏଭ୍ରିଡେ ହି ଲୁକ୍ସ ଫର 4 hours 3 hours ତାକୁ ଦେଖେ। କାହିଁକି ଦେଖ ଏଇଟା? ନା ମୁଁ ଦେଖେ ଏଥିପାଇଁ କି I need to be very very humble। ମତେ ନମ୍ର ହେବାକୁ ପଡିବ। କେଜାଣେ ମୁଁ ରାଜାଙ୍କ ବିରୁଦ୍ଧରେ କିଛି କହିଦେଇ ପାରେ, ଏତେ ପ୍ରକାର ଏତେ ଯୋଉ ପାୱାର ଦେଇ ଦେଇଛ ରାଜା, କେଜାଣେ ମୁଁ କିଛି ଭୁଲ କରିଦେଇ ପାରେ। Still every day I'm realizing I'm still the same beggar। ଏବଂ 100% ସମ୍ପୂର୍ଣ୍ଣ ଯେପରି ଏକ ଷ୍ଟିୱାର୍ଡସିପ ମୁଁ କରିପାରିବି, ସେବା ଆପଣଙ୍କୁ ଦେଇପାରିବି, ଆପଣଙ୍କ ଆଜ୍ଞା ମୁଁ ଯେପରି ପ୍ରତିଫଳିତ କରିପାରିବି, ସେଥିପାଇଁ ମୁଁ ନିଜକୁ ପ୍ରସ୍ତୁତ କରେ। that is my preparation time। ଏବଂ ସେଥିପାଇଁ ମୋର ଏଇ ପ୍ରିପାରେସନ ଟାଇମକୁ କେବଳ ଆପଣଙ୍କୁ ମୁଁ ଜଣେଇ ନାହିଁ, କିନ୍ତୁ ବାକି ସବୁ ମୋର ଏଜେଣ୍ଡା, ମୋର ଟାଇମ ଟେବୁଲ ଆପଣଙ୍କୁ ମୁଁ ଜଣେଇଛି। ଏଇଟା ମୁଁ ଏଥିଲାଗି ଜଣେଇ ନାହିଁ ଆପଣ ଭାବିବେ ଅଲଗା, ସେଥିପାଇଁ ମୁଁ ଆପଣଙ୍କୁ ଜଣେଇ ନାହିଁ। ଏବଂ ରାଜା ଖୁସି ହେଇଗଲେ, ତାକୁ କୁଣ୍ଢେଇ ପକେଇଲେ ଏବଂ ତାକୁ କହିଲେ, your power will be multiplied more। ମୁଁ ଖାଲି ଗୋଟେ ନାମକୁ ମାତ୍ର ରାଜା ହେଇକି ରହିବି, you will be the king and the prime minister। ପ୍ରମୋଶନ ଏବଂ ଆହୁରି ସେ ବୃଦ୍ଧି ପାଇଲେ। ପ୍ରାୟ 5 ବାଜିଗଲା। ମୁଁ ପ୍ରଭୁଙ୍କ ଧନ୍ୟବାଦ ଦେବାକୁ ଚାହେଁ, ଏ ଐଶ୍ୱର୍ଯ୍ୟ, ବ୍ୟକ୍ତିତ୍ୱ ଏବଂ ପରିପକ୍ୱତା ଆମ ଜୀବନରେ ପ୍ରାଧାନ୍ୟତା ହେଉ। ଯେପରି ସେ ବିଧବା, এই ବ୍ୟକ୍ତି କିମ୍ବା ଅନ୍ୟମାନେ, ସେମାନଙ୍କ ଜୀବନ ଆମମାନଙ୍କ ପାଇଁ ଏକ ଶ୍ରେୟ ବା ଶିକ୍ଷା ହଉ। ଯେପରି ପ୍ରଭୁ ଯୋଉଟା ଦେଇଛନ୍ତି, ଆଜି ଆମମାନେ ଅଛୁ, ସେଦିନ ସେ ଧନୀ ବ୍ୟକ୍ତିକୁ ପ୍ରଭୁ କହିଲେ, ଠୁ ନା ଆଜି ତୋ ଜୀବନ ତୋଠୁ ନିଆଯିବ, your life will be taken। ଆଉ ଏତେ ଯୋଉ ବଡ ବଡ ଯୋଜନା କରିକିରି ତ ମନକୁ କହୁଛୁ, ଆରେ ଏନ୍ଜୟ କର, ଆନନ୍ଦ କର, ଖୁସି ହେଇଯା, କୌଣସି ବିଷୟରେ ଆମମାନଙ୍କ ସେପରି ଇଗୋ ନ ରହୁ। ପ୍ରଭୁ ଦେଲେ, ପ୍ରଭୁ ନେବେ, ତାଙ୍କ ନାମ ଧନ୍ୟ। ଏବଂ ସେଇ ମନୋଭାବରେ ଆମ ଭିତରେ ଯଦି ରହିବ, ଏକ ଅଲରାଉଣ୍ଡ ଗିଭିଂ ର ପ୍ରାଧାନ୍ୟତା ଆମମାନେ କରିପାରିବା ଏବଂ ନିଶ୍ଚିତ ଭାବରେ God will multiply all of us। ପ୍ରଭୁ ଆମମାନଙ୍କୁ ଅଶେଷ ଭାବରେ ଆଶୀର୍ବାଦ କରନ୍ତୁ। ଯେପରି ଏଇ ଆଜି ସକାଳର এই ଉପସ୍ଥିତି
एक ऐश्वर्य वृष्टि बा ऐश्वर्य आशीर्वाद गुणित आम जीवन में हम एवं आम जपरी हृदय गहन प्रदेश अनुध्यान करिपारिबा से प्रभु आम अशेष भाव में आशीर्वाद करंतु आउ थे मुझे धन्यवाद देवा चाहे कि प्रार्थना प्राय जमी मुझे कहली प्राय विरल किंतु अनवरत प्रतिदिन आपण माने पुणी एवं 6टा पर्यंत पुणी चलो प्राय 3टा 3:30 उठी 6टा पर्यंत कंटिन्यू ये एंगेज हवा सहज कथा नुहे प्रभु आपण मान को अनेक भाव में आशीर्वाद करंतु गॉड ब्लेस यू ऑल थैंक यू नमस्कार भाई हालेलुया नमस्कार भाई मु कठगड़ कहूँ